ଅନୁଗୁଳରୁ ଭୁବନେଶ୍ୱର ଫେରିଲା ବେଳେ କୋଉଠି ଟିକେ ଚା ପିଇବୁ ବୋଲି ମୁଁ ଚାରିଆଡକୁ ଅନଉଥିଲି କାହିଁକିନା ସେତେବେଳକୁ 4ଟା ବାଜି ଯାଇଥିଲା ଆମର ଚା ପିଇବାର ବେଳ। ହେଲେ ରାସଳ ଛକରେ ମୋ ଆଖିରେ ପଡିଲା ଲେଖା ହେଇଛି ସାପୁଆ ଡ୍ୟାମ। ମୁଁ ପୁଅକୁ କହିଲି ସାପୁଆ ଡ୍ୟାମ କଣ କିରେ? ପୁଅ କହିଲା ହଁ ହଁ ବୋଉ ସତରେ ଏଠି ଗୋଟେ ସୁନ୍ଦର ଡ୍ୟାମ ଅଛି ଆଉ ବର୍ଷା ଦିନେ ହିଁ ସେଇଟା ବହୁତ ଭଲ ଦେଖାଯାଏ। ମୋ ପାଖରେ 2ଟା ଫଟୋ ଅଛି ଦେଖ କହି ସେ ଫଟୋ 2ଟି ମତେ ଦେଖେଇଲା। ଆରେ ସତରେ ତ ଭାରି ସୁନ୍ଦର ଦେଖାଉଛି। ଚାହା ଖାଇବା କଥା ପଛକୁ ଛାଡି ମୁଁ କହିଲି ଚାଲେ ଯିବା ବୁଲି ଆସିବା। ସେଠୁ ଲେଖା ହେଇଥିଲା ରାସୋଳରୁ ଏଇ ଡ୍ୟାମଟି ମାତ୍ର 7 କିଲୋମିଟର। ତେଣୁ ଆମେ ଗଲୁ। ବାଟରେ ଇଏ ଟିକେ ଭୟ ଭୟ ହଉଥିଲେ। କହିଲେ ଆରେ ଭୟ କାହିଁ କରୁଛ? ଆମେ ତ 4 ହ୍ୱିଲରରେ ଯାଉଛେ, ଯଦି ସାହସ ହବ ଓହ୍ଲେଇଗା, ନହେଲେ ନାହିଁ ସେମିତି ଗାଡି ବୁଲେଇ ପଳେଇ ଆସିବା। କିନ୍ତୁ ଦେଖିଲା ବେଳକୁ ଅନେକ ଲୋକ ସେଠି ଥିଲେ, ବହୁତ ବେଶୀ ନହେଲେ ବି ଜାଗା ଏକଦମ ଫାଙ୍କା ନଥିଲା। ବାଇକରେ ବି ବହୁତ ଲୋକ ବୁଲିବାକୁ ଯାଇଥିଲେ। ଆମେ ଯାଇ ଦେଖିଲୁ ସତରେ ତ ଏଇ ଯୋଉ ବ୍ୟାରେଜ ସିଷ୍ଟମଟା ଯୋଉ ପାଣି ବନ୍ଧ କରାଯାଇଥାଏ ଇଏ କଣ ଏମିତି ସାପ ପରି ହେଇଛି। ବୁଝିଲା ବେଳକୁ ସେଠିକାର ଲୋକମାନେ କହିଲେ ଏଇ ନଈଟିର ମୂଳ ନାଁ ଥିଲା ସାପୁଆ। ସେଇ ନାମକରଣକୁ ରଖିବା ପାଇଁ ଏ ବନ୍ଧଟିକୁ ଏମିତି ସାପ ପରି କରାଯାଇଛି। 2006 ମସିହାରୁ ଏ ବନ୍ଧ ହେଲାଣି। ବର୍ଷା ଦିନେ ହିଁ ଏଇଟା ବହୁତ ଭଲ ଦେଖାଯାଏ। ସାପ ପରି ହେଇଥିବା ଏଇ ବନ୍ଧ ଉପରକୁ ଉଛୁଳିକି ଯେତେବେଳେ ପାଣି ଯାଏ ନା ସେଟା ଭାରି ସୁନ୍ଦର ଲାଗେ। ସତରେ ମୁଁ ତ ସେଇ ଫଟୋରେ ଦେଖିଥିଲି, କିନ୍ତୁ ଆମେ ଗଲାବେଳକୁ ଏତେ ପାଣି ନାହିଁ, ପାଣି ଉଛୁଳୁନି। ପାଣି ସିନା ପୁରିଲେ ଉଛୁଳିବ। ମୋ ପୁଅ କହିଲା ବୋଉ ଚାଲେ ଡ୍ୟାମରେ ତମେ ଦିହେଁ ଚାଲ, ମୁଁ ତମର ଗୋଟେ ରିଲ କରିଦେବି। ମୁଁ କହିଲି ନାଇଁ ମୋ ରିଲ ଫିଲ୍ କଣ ଆମକୁ ଆସିବ, ତୁ ଆମର ଫଟୋ ଉଠା। ସେ ଆମର ବହୁତ ଗୁଡେ ଫଟୋ ଉଠେଇଲା। ସାଙ୍ଗରେ ପୁଅଟା ଅଛି, ସେ ଫଟୋ ଉଠେଇଦେଲା। ଆମେ ଦିହେଁ ଯାଇଥିଲେ କୋଉଠି ଏତେ ଫଟୋ ଉଠେଇଥାନ୍ତୁ। ମୁଁ କହିଲି ହଉ ମୋ ପୁଅ ଯଦି ମନ କରୁଛି ଉଠଉ, ଆମର କେତେ ଫଟୋ ଉଠେଇବ। ସେ ସବୁ ଦିନେ ତା ପାଇଁ ଗୋଟେ ଅମୂଲ୍ୟ ସ୍ମୃତି ପାଲଟିଯିବ। ଆମକୁ ତ ଆସି ବୟସ ହେଲାଣି, କିଏ ଜାଣେ କେତେବେଳେ କଣ। ତାପରେ ସେ ବନ୍ଧ ଉପରେ ଥିବା ରାସ୍ତାରେ ଆମେ ବୁଲିଲୁ। ଚାରିକଡ଼ର ଶୋଭା କି ସୁନ୍ଦର। ପାହାଡ ଦେହରେ ମଘ ନେସି ହେଇଯାଇଛି। ଆଉ ଏତେ ପ୍ରଜାପତି ସେଠି। ଏଇ ଯୋଉ ଜୁଣ ଘାସରେ ନା ବହୁତ ପ୍ରଜାପତି ବସିଥିଲେ, କିନ୍ତୁ ଏତେ ଦୂରରୁ ସେମାନଙ୍କୁ ଭଲ ଭାବରେ ଆଣି ହେଲାନି। ତାପରେ ଆମ ଦିହେଁକୁ ପୁଅ ପୁରା ଡାଇରେକ୍ଟର ପରି କହିଲା ଟିକେ ପାଖକୁ ଲାଗି ଲାଗି ଦିହେଁ ଯାକ ଚାଲି ଚାଲି ଆସ। ଆରେ ଆମକୁ କଣ ସେଗୁଡା ଆସିବ? ମୁଁ ସିନା ଏ ନାତି ମାନଙ୍କ ମେଳରେ ଟିକେ ହଲ ହଲ ହଉଛି, ତୋ ବାପା ତ ଏସବୁରୁ ବହୁତ ଦୂରରେ। କାହିଁ ତୁ ଆମ ପଛରେ ପଡିଛୁ? ସେ ସଞ୍ଜ ବି ବୁଡ଼ିଲାଣି। ଆଉ ବେଶୀ ଡେରି ନ କରି ଆମେ ଖାଲି ତା କଥା ମାନି ହାତ ଧରା ଧରି ଟିକେ ଚାଲିଲୁ। ତଳକୁ ଅନେଇଲା ବେଳକୁ ସୁନ୍ଦର ସବୁଆଡ ସବୁଜିମାରେ ଭରି ଯାଇଛି। ଆଉ ତଳେ ବହୁତ କାମ ଚାଲିଛି। ସେଠି ସବୁ ଭୋଜି ପାଇଁ ପିଣ୍ଡି ଇତ୍ୟାଦି ତିଆରି ହବ। ଯୋଉ ପଟକୁ ଅନେଇଲେ ବି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଉଣା ନାହିଁ। ଭାରି ଭଲ ଲାଗିଲା। ବର୍ଷା ଦିନଟା ହିଁ ବୋଧେ ଏଇଠି ବେଶୀ ଉପଭୋଗ୍ୟ ଲାଗୁଥିବ। ଆଉ ପାଣି ବି ଉଛୁଳିକିରି ଯାଉଥିବ। କିନ୍ତୁ ଉପରଓଳି ଏଠିକି ଆସିବାଟା ମତେ କାହିଁ ଠିକ ମନେ ହେଲାନି। ଆଉ ଏପଟେ ତ ବହୁତ ହାତୀ ବି ବାହାରନ୍ତି ନା। ଏପଟେ ଆମର ଆଠଗଡ ପଟେ ହାତୀ ଭୟ ବି ଅଛି। ତେଣୁ ସକାଳ 10ଟାରୁ 4ଟା ଭିତରେ ଏଠୁ ବାହୁଡି ଯିବା ବହୁତ ଭଲ। ହେଲେ ବେଳେ ବେଳେ ଏମିତି ପ୍ରାକୃତିକ ଜାଗାରେ ସମୟ ଅତିକ୍ରାନ୍ତ କଲେ ଟିକେ ଶୁଦ୍ଧ ଅମ୍ଳଜାନ ମିଳିଯିବ। ଭାରି ଭଲ ଲାଗୁଥିଲା ସନ୍ଧ୍ୟାବେଳର ପବନରେ। ହେଲେ ଆମକୁ ଘରକୁ ଫେରିବାର ଥିଲା। ପୁଣି ଚା କପେ ବି ସେତେବେଳେ ଯାଇ ପିଆ ହେଇନଥିଲା। ସାପୁଆ ଡ୍ୟାମଟା ଏମିତି ଅଚାନକ ଆମେ ଯାଇ ବୁଲି ଆସିଲୁ। ହେଲେ ମନଟା ଏତେ ଭଲ ଲାଗିଲା କହିଲେ ନ ସରେ। ମୁଁ ଫେରିବା ପର୍ଯ୍ୟନ୍ତ ଖାଲି ବୁଲି ବୁଲି ସେଇ ସର୍ପାକୃତି ବନ୍ଧକୁ ଦେଖୁଥିଲି। ଭାବୁଥିଲି ସତରେ ପାଣି ଯଦି ଉଛୁଳିଥାନ୍ତା କେତେ ଭଲ ନ ଲାଗିଥାନ୍ତା। ହଉ ଆଉ କେବେ ଆସିବି। ସେଥିରୁ କିଛି ବାଟ ଆସିଛି ଦେଖିଲି ସାରୁ କିଆରି। ଆରେ ସାରୁ ଗଛ ଏତେ ସୁନ୍ଦର ଦେଖାଯାଏ।